ওই মা তুমি মারি দেবে সে ଦେଖିଲ ତ ତମ ଡାଡି କେତେ ବଡ ହାରାମଜାଦା। ତା ପ୍ରଥମ ଦେଖିଥିଲି ଭାବିଲି ଦେବୁ ବସ ନା ସେ ଦୁଃଖୀର ବସ ଦାଢି ବାଡି ରଖିଛନ୍ତି। ମୁଁ ଭାବିଲି ଭଲ କ୍ୟାରେକ୍ଟର ରୋଲ କରିବେ ନା ଭିତରେ ପୁରା ଭୟଙ୍କର ବିଜ୍ଞାନ ପ୍ରବଳ ଚରିତ୍ର ଦୋଷ ମହାନ ଆଳୁଆ। ଏତେ ଦିନ ସ୍ତ୍ରୀ ମାନେ ଏକା ରହୁଛନ୍ତି କେମିତି ଯୋଉଠାରେ କାମ ଚଳୁଥିବ ନା ଛାଡ ତମ ଡାଡି ତ ଯାହା କଲେ କଲେ ରାଧା ପାଇଁ ଆମକୁ ଛାଡିଦିଅ ତମେ ମୋର ତମେ ମୋର ଛାଡେ କହୁଛି ନା ବାବା ମୁଁ ଭଲ ଲୋକ ନୁହେଁ ତୁ ମୋ ବିଷୟରେ ଜାଣିନୁ ବୋଧେ ଆମ ଗାଁରେ ମତେ ଗୋପବନ୍ଧୁ ଡାକନ୍ତି। ଗୋଡ ଧରୁଛି କାହିଁକି ମୋ ପଥର ପଡୁଛୁ ତୁ ମୁଣ୍ଡିଆ ମାରୁଛୁ କାହିଁକି ମୋ ଚରିତ୍ରରେ କଳଙ୍କ ଲଗାଉଛୁ କଣ କରୁଛୁ ଆଲିଆ ମ୍ୟାଡମ ଆଲିଆ ମ୍ୟାଡମ କହିଲେ ମୁଁ ଦିଟା ଟପା ଟପ ମୋ ଠାରୁ ସୁନ୍ଦର ମୋ ଠାରୁ ଭରି ବାପର ଝିଅ ଯଦି କହିଲେ ମତେ ମାରିଦବା ପାଇଁ ତାହେଲେ ତମେ କଣ ମତେ ମାରିଦବ ଏମିତି ଭାବି ପାରିବି ଆଲିଆ ତୋର କେମିତି ଭାବି ପାରିବା ତ ଚାଲି ଯା ମୋର ସାମ୍ନାରୁ ଜେଲ ପଠେଇବି ଏ ଅମଣିଷ ପଶୁକୁ ମୁଁ ଫାଶୀ କୁଟାରେ ଝୁଲାଇ ଦେବି। ହଁ କି ଭାଷା ତତେ ହାଇକୋର୍ଟ ଜଜ ଦଉଛୁ ମଉସା ମୋର ଡର କାହାକୁ ଭୟ କାହାକୁ ଆଲିଆ ମ୍ୟାଡମ ଅଛନ୍ତି ମୋ ପାଖକୁ ଆଗେ ତୋର ବାହାରି ପଡେ ତାପରେ ହନୁ ନା ତ ହନୁ ତାପରେ ବାହାରି ତମେ ଜାଣି ତମେ ଭଲ ଆକ୍ଟିଂ କରୁଛ ଛାଡ କହୁଛି ନା ଆରେ ବୋଲ ଦୁନିଆର ସୁନ୍ଦରୀ ଝିଅ ଯେତେ ତାକୁ ମାଇ ପାଖରେ ଦେଖେ ସିଏ ମୋ କଣ୍ଡିସନରେ ରାଜି ହୁଏ ତା ପାଇଁ ଲଭ ଲେଟର ଲେଖେ ଆଉ ଯିଏ ନଖରାମି କରେ ତା ଗାଲକୁ ଶିଖେ ଶାଳି ମତେ ହିଞ୍ଜଳ ଭାବୁଛୁ ତୋରି ପାଇଁ ବିଚି ରାସ୍ତାରେ ପ୍ୟାଣ୍ଟ ସାର୍ଟ ଖୋଲି ବୁଲିଲି ତୋରି କଥା ଝିଅର ଜୀବନ ନଷ୍ଟ କଲି ମତେ ବଡୁଆ ଭାବୁଛୁ ହରମ ଯଦି କାରଣ ଥିଲା ନାରୀ ସୁନାର ଲଙ୍କା ଧ୍ୱଂସ ହୋଇଥିଲା କାରଣ ଥିଲା ନାରୀ ଆଉ ଆଜି ତୁ ବି ମରିବୁ ତାର କାରଣ ହବ ନାରୀ ଭଲରେ କହୁଛି ଆଲିଆକୁ ଛାଡ ଯଦି ନ ଛାଡେ ଭଲରେ କହୁଛି ଆଲିଆକୁ ଛାଡ ଯଦି ନ ଛାଡେ ଗାମୁଛା ଜାଗା ଥିବ କି ନା ସବୁ ମାଡ଼ ଖାଇକି ତାର ଅଣ୍ଟା ପିଠି ବଥା ହେଇଯାଉଛି ମୋ ଦରକାର ନାହିଁ ନା ବାବା ଠିକ ଅଛି ତୁ ଆଜ୍ଞା ନେଇକି ମୁଁ ମୋର ଧୋଇ ଅଛି ଚାଲ ଚାଲ ଯିବୁନି ଶଳା ତୁ ହିରୋ ହବୁ ତୁ ବିଜ୍ଞା ନବୁ ଗୋଟିଏ ନବୁ ମୁଁ ଶଳା ଟିକେ ଉଠା ମୁଁ ଭାବିଦେଲି ମୋ ଭାଗ୍ୟରେ ବାଙ୍ଗିରି ଅଛି ଭଲରେ କହୁଛି ରଧା ପିଛା ଛାଡ ଧମକ ଦଉଛୁ ତୋ ଶଳାଟି ସତରେ ଗୋଟେ ତୋ ଲାଗୁଣ ସବୁବେଳେ ବଙ୍କା ଆଉ ତୋ ବଙ୍କା ଲାଗୁଣ କେମିତି ସିଧା କରିବାକୁ ପଡିବ ସେଇଟା ରାମକୁ ଭଲ ଭାବରେ ଛଡା ଅଡ଼ିବୁ ତୁ ମୁଁ ଶଳାଟି ତୁ ପଡିବୁ ବନ୍ଧୁକ ମିଛ ବନ୍ଧୁକ চিন্তা করেছি না
ସବୁ କିଛି କିଣା ଯାଇପାରେ ହେଲେ ପ୍ରେମ କିଣା ଯାଇପାରେନି ନା। ମୁଁ ଆସୁଛି ନା, ମୁଁ ଆସୁଛି। ଏଇ ଜନ୍ମରେ ନହେଲା ନାହିଁ, ଆର ଜନ୍ମକୁ ମୁଁ ତମକୁ ଅପେକ୍ଷା କରିବି ନା। ମୁଁ ଆସୁଛି ନା, ମୁଁ আমি পড়িবা সে কে কেটা তো ভালো লাগে তো তোমাকে সামু ভাষায় দেব চাচি আই দাদা আদিবাসী ও শহীদ বলি শ্রবণ মানে নিজକୁ ଜଙ୍ଗଲର ରାଜା ବନାଉଥିଲେ। ଆଜି ସିଂହ କଣ ରଖିଛି ଯେତେବେଳେ ପେଶା ଭଲ